ଯେତେବେଳେ ମୁଖ୍ୟମନ୍ତ୍ରୀ ଜାଣିଲେ ଯେ କାଲି ଇଲେକ୍ସନ୍ ଘୋଷଣା ହେବାକୁ ଯାଉଛି, ସେ ଜାଣି ଶୁଣିକି କୌଣସି ବାଟେ ଇଲେକ୍ସନ୍ କମିଶନଙ୍କ ଅଫିସରୁ କୌଣସି ପ୍ରକାର ସୂଚନା ପାଇକି ସେ କାଲି ଯାଇକି ଘୋଷଣା କରିଛନ୍ତି ଇଲେକ୍ସନ୍କୁ ଆଖି ଆଗରେ ରଖି। ନୂଆପଡ଼ା ବାସୀଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ। ଯଦି ସେମିତି ଆନ୍ତରିକତା ଥାଆନ୍ତା ସେ ତ ଢୋଲକିଆଙ୍କର ଏକାଦଶ ଉତ୍ସବକୁ ଯାଇଥିଲେ, ସେଇଠି ସେ ଘୋଷଣା କରିଦେଇ ଆସିଲେନି। ସେତେବେଳେ ଘୋଷଣା କଲେ ନାହିଁ, ଦିଲ୍ଲୀ ଗଲେ, ଦିଲ୍ଲୀରୁ କ'ଣ ବୁଦ୍ଧି ଆଣିଲେ ଏବଂ ଇଲେକ୍ସନ୍ କମିଶନ ଅଫିସରୁ କିଛି ସୂଚନା ପାଇଲା ପରେ କାଲି ସକାଳେ ଯାଇ ଘୋଷଣା କରୁଛନ୍ତି ଯେଉଁ କଥା ଜମା ହେଇପାରିବ ନାହିଁ। ଏଇଠି ତାଙ୍କୁ ଭୂତେଇବେ କ'ଣ ନା ଇଲେକ୍ସନ୍ କୋଡ଼୍ ଅଫ୍ କଣ୍ଡକ୍ଟ ଲାଗିଛି, କିଛି କାମ ହେଇପାରିବନି। ଇଲେକ୍ସନ୍ ପରେ ସେମାନେ ଯେତେବେଳେ ବିଜେପି ହାରିବ, ଆମେ ତ ହାରିଗଲୁ ଆଉ କିଛି କାମ କରିବୁନି, ଏଇଆ ସେ କରେଇବେ। ଲୋକଙ୍କୁ ଭୁଆଁ ବୁଲେଇବା ହେଉଛି ତାଙ୍କର କାମ। ଯେତେ ପ୍ରକାର ଭୁଆଁ ବୁଲେଇକି ଲୋକଙ୍କୁ ଭୂତଉଛନ୍ତି, ଲୋକ ସବୁ ବୁଝିଗଲେଣି। ବିଜୁ ଜନତା ଦଳର ପ୍ରାର୍ଥୀ ଯିଏ ହେବେ ନିଶ୍ଚିତ ଭାବରେ ନୂଆପଡ଼ାରେ ଜିତିକି ଆସିବେ। ନୂଆପଡ଼ା ଯେହେତୁ ବିଜୁ ଜନତା ଦଳ ଦଖଲରେ ଅଛି, ଭବିଷ୍ୟତରେ ନୂଆପଡ଼ା ବିଜୁ ଜନତା ଦଳ ଦଖଲରେ ରହିବ। ସେଥିପାଇଁ ଜାଣି ଶୁଣିକି ମୁଖ୍ୟମନ୍ତ୍ରୀ ତରବର ହେଇକି କାଲି ଯାଇକି ଘୋଷଣା କଲେ। କାହିଁକି ଘୋଷଣା କରିବା କଥା? ଯଦି ଜଣେ ବିଧାୟକ ମରିଯାଇଛନ୍ତି, ତାଙ୍କ ଏକାଦଶ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଇଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ସେଇଠି ଘୋଷଣା କରିଦେଲେ ନାହିଁ, ନୂଆପଡ଼ା ପାଇଁ ମୁଁ ଏଇଆ ଘୋଷଣା କରୁଛି, ଢୋଲକିଆଙ୍କ ସ୍ୱପ୍ନକୁ ମୁଁ ସାକାର କରିବି। କାଲି ତ କହିଲେ ଢୋଲକିଆଙ୍କ ସ୍ୱପ୍ନକୁ ସାକାର କରିବେ, ସେଇଦିନ କହିଲେନି ଢୋଲକିଆଙ୍କ ସ୍ୱପ୍ନକୁ ସାକାର କରିବେ। ଅତ୍ୟନ୍ତ କିଛି ଟେଣ୍ଡର ହେଇଯାଇଥାନ୍ତା, କିଛି କାମ ବି ଆରମ୍ଭ ହେଇଯାଇଥାନ୍ତା। ଯେତେବେଳେ କିଛି ହେଇପାରିବ ନାହିଁ, କୋଡ଼୍ ଅଫ୍ କଣ୍ଡକ୍ଟ ଲାଗିଗଲାଣି, କାଲି ସନ୍ଧ୍ୟାବେଳେ କୋଡ଼୍ ଅଫ୍ କଣ୍ଡକ୍ଟ ଲାଗିଗଲାଣି, ସେତେବେଳେ ସେ ଯାଇ ପ୍ରଚାର ପ୍ରସାର କରିକି ଯେତେ ବାଡ଼େଇ ହେଲେ ବି ନୂଆପଡ଼ାବାସୀ ଭଲ ଭାବରେ ବୁଝିଛନ୍ତି ବିଜେପି କ'ଣ ଏବଂ ବିଜୁ ଜନତା ଦଳ କ'ଣ, ଅନ୍ୟ ଦଳମାନେ କ'ଣ, ସେ କଥା ନୂଆପଡ଼ାବାସୀ ବୁଝିଛନ୍ତି। ନୂଆପଡ଼ାବାସୀ ସବୁବେଳେ ଅନୁଭବ କରିଛନ୍ତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ, ବିଜୁ ଜନତା ଦଳର ନେତୃତ୍ୱ କ'ଣ କରିଛନ୍ତି, ଯେତେ ଡେଭଲପମେଣ୍ଟ କାମ ନୂଆପଡ଼ାରେ କରିବା କଥା ବିଜୁ ଜନତା ଦଳ ସରକାରଙ୍କ ସମୟରେ ହେଇଛି। ତାଙ୍କ ଉପରେ ଲୋକଙ୍କର ଭରସା ଅଛି, ନବୀନ ପଟ୍ଟନାୟକ ଉପରେ, ବିଜୁ ଜନତା ଦଳ ଉପରେ। ଲୋକମାନେ ପୁଣି ବିଜୁ ଜନତା ଦଳକୁ ଶଙ୍ଖଚିହ୍ନକୁ ବହୁ ପରିମାଣରେ ଭୋଟ ଦେଇକି ନୂଆପଡ଼ାରେ ଜିତେଇବେ। କାହିଁ ସରକାରୀ ଦଳ ସପକ୍ଷରେ ଯିବ? ସରକାର ଯେତେବେଳେ ଭଲ କାମ କରନ୍ତି ତାଙ୍କ ସପକ୍ଷରେ ଯାଏ। ଏବେ କିଛି ଭଲ କାମ କରୁନାହାନ୍ତି। ରାତି ପାଇଲେ ଲୁଣ୍ଠନ, ରାତି ପାଇଲେ ମହିଳା ନିର୍ଯାତନା, ରାତି ପାଇଲେ ବିଭିନ୍ନ ପ୍ରକାର ଚୋରି, ଏକଥା ଆପଣ ଦେଖୁଛନ୍ତି। ଯଦି ଭଲ କାମ କରନ୍ତେ, ଯେଉଁ ସରକାର ଭଲ କାମ କରନ୍ତି ତାଙ୍କ ସପକ୍ଷରେ ଯାଏ, ଆଉ ଯେଉଁ ସରକାର ଖରାପ କାମ କରୁଛନ୍ତି ତାଙ୍କ ସପକ୍ଷରେ କେମିତି ଭୋଟ ଯିବ? ତାଙ୍କ ସପକ୍ଷରେ କେବେ ଯିବ ନାହିଁ। ବିଜୁ ଜନତା ଦଳ, ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କର ଭରସା ଅଛି। ଆପଣ ଦେଖିଛନ୍ତି ଯେ ଯେତେବେଳେ ସରକାର ହେଇଛି, ସବୁଠାରୁ ବଡ଼ ବିରୋଧୀ ଦଳ ଏଇଥର ତିଆରି ହେଇଛି 2024 ମସିହାରେ, ସବୁଠାରୁ ବଡ଼ ବିରୋଧୀ ଦଳ, ଯାହାକି ସାଧାରଣ ଲୋକଙ୍କର ସେବା ବିଜୁ ଜନତା ଦଳ କରିଆସିଥିଲା। ଏବେ ମଧ୍ୟ ବିଜୁ ଜନତା ଦଳ ସାଧାରଣ ଲୋକଙ୍କ ପାଇଁ ଲଢ଼େଇ କରୁଛି। ଆମର ପ୍ରିୟ ନେତା ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସହିତ ଅଛନ୍ତି, ଲୋକ ତାଙ୍କୁ ଭଲ ପାଉଛନ୍ତି, ଲୋକ ତାଙ୍କୁ ପୁଣି ଭୋଟ ଦେବେ। ପ୍ରାର୍ଥୀ କିଏ ହେବେ ମାନ୍ୟବର ସଭାପତି ଖୁବ୍ ଶୀଘ୍ର ଘୋଷଣା କରିବେ। କିଏ ହେବେ ସେ ନିଷ୍ପତ୍ତି ଅନ୍ୟ କେହି ନେଇପାରିବେ ନାହିଁ। ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ମହୋଦୟ ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା ନାଇଁ, ସଭାପତି କ'ଣ ନିଷ୍ପତ୍ତି ନେବେ ସେ ବିଷୟରେ ମୁଁ କିଛି ତ ଜାଣିନି। ସେ ବିଷୟରେ ସଭାପତି ଡିକ୍ଲେୟାର କଲା ପୂର୍ବରୁ ସେ ବିଷୟରେ କିଛି କହିବି। ଆମରି ପ୍ରାର୍ଥୀ ଉପରେ ଆମରି ପଛରେ ଗୋଡ଼େଇ ସେ ନେତା। ଆମରି ପଛରେ ବିଜୁ ଜନତା ଦଳ ପଛରେ ଗୋଡ଼େଇକି ନେତା। ବିଜୁ ଜନତା ଦଳ 24 ବର୍ଷରେ ଏଇଆ କରିଥିଲା, 24 ବର୍ଷରେ ସେୟା କରିଥିଲା, 24 ବର୍ଷରେ ଏଇଟା କଲାନି, କେବଳ ବା ଏଇଆ କହିକି ସେ ନେତା ହେଉଛନ୍ତି। ଆଉ କ'ଣ ସିଏ କିଛି କରୁଛନ୍ତି? ଆଉ ସିଏ ବା କେନ୍ଦ୍ରରେ 11 ବର୍ଷ ହେଲାଣି। 11 ବର୍ଷ ଭିତରେ ସେ କ'ଣ କଲେଣି? ଯେତିକି କଥା କହିଥିଲେ କେଉଁ କଥାଟା କଲେଣି କହିଲେ ଆପଣ? ସେ କିଛି କରିବେ ନାହିଁ। କେବଳ ବିଜୁ ଜନତା ଦଳ ନେତାଙ୍କ ପଛରେ ଗୋଡ଼େଇକି ବିଜୁ ଜନତା ଦଳ ସରକାରଙ୍କ ବିରୁଦ୍ଧରେ ନେତାଙ୍କ ବିରୁଦ୍ଧରେ କହି ସେ ନେତା ହେବାକୁ ଚେଷ୍ଟା କରୁଛନ୍ତି। ଏବଂ ସେ କଥା ଲୋକ ବୁଝିଗଲେଣି ବିଜୁ ଜନତା ଦଳ କ'ଣ ଏବଂ ବିଜେପି କ'ଣ, ଅନ୍ୟ ଦଳମାନେ କ'ଣ, ସେ କଥା ଲୋକ ବୁଝିଗଲେଣି। ବିଜେପି ଯାହାକୁ ପ୍ରାର୍ଥୀ କଲେ ଆମର କିଛି ଅସୁବିଧା ନାହିଁ। ବିଜେପି ଯାହାକୁ ପ୍ରାର୍ଥୀ କରିବା କଥା କରୁ। ବିଜେଡି ଯାହାକୁ ପ୍ରାର୍ଥୀ କରିବ, ବିଜେଡି ନିଶ୍ଚିତ ଭାବରେ ସେଠି ଜିତିକି ଆସିବ। ବହୁତ ଭୋଟରେ ଜିତିବ, 40-50 ହଜାର ଭୋଟରେ ଜିତିବ। ଆମର ସେଠି କାହା ସାଙ୍ଗରେ ଲଢ଼େଇ ହେବ ଆମେ ତ ଫିଲ୍ଡକି ମୁଁ ଯାଇନି। ଫିଲ୍ଡକି ଗଲେ ଆପଣମାନଙ୍କୁ କହିବି।
मैडम भोलकिया को आपण हाथ छडा करिवे जेतु बुलाबुली करछंती आपण जदि कैंडिडेट को आमे हाथ छड़ा कोन मु टिकेट दउछ ना अपन टिकेट दउछंती टिकेट दबा लोक होजंती माननीय सभापति नवीन पट्टनायक जहा को देबे टिकेट से जीति के आसीबो आ टिकेट कोन मु टिकेट दउछ मु हाथ छड़ा सिंपैथी कार्ड खेलिबो तो बीजेडी थरबो हां सिंपैथी कार्ड बीजेडी खेलिबे थर सिंपैथी कार्ड जने विधायक मरी गले विधायक जेहेतु दलर थिले दल को लोक मानकर सिंपाती अच्छी दल उपर नवीन पट्टनायक उपर सिंपाती अच्छी नवीन पट्टनायक जेहेतु सरकार नहांती नवीन पट्टनायक सरकार कौन थिला एबे बीजेपी सरकार कौन अच्छी लोक माने बुझी सारे से निश्चित भाव वोट